ନଜଲ ନଜା ଗୋରି ବାଲିଯାତ୍ରା ଦେଖି ତ ଗୋରା ଦେହେ ଲାଗିଯିବ। ତେଣୁ ସାଙ୍ଗମାନେ ଟିକେ ବାଲିଯାତ୍ରା ପଡିଆଡେ ରାତିରେ ଟିକେ ବୁଲି ଆସିଲି, କେମିତି କଣ ପ୍ରିପାରେସନ ଚାଲିଛି। ଏଥରର ଆକର୍ଷଣ, ମୁଖ୍ୟ ଆକର୍ଷଣ ଦୋଳି ଗୁଡିକ। ଏତେ ସଂଖ୍ୟାରେ ଦୋଳି ଆସିଛି, ଆପଣ ମାନେ ଚିନ୍ତା ଆଉ କଳ୍ପନା କରିପାରିବେନି। ମୁଁ ଆପଣଙ୍କୁ ବୁଲିକି ଅନ୍ଧାରରେ କିଛିଟା କ୍ୟାମେରାରେ କଏଦ କରିଛି। ଆଉ ଏଇ ଦୋଳି ଗୁଡିକ ଉପରେ ନଜର କରନ୍ତୁ, କେମିତି ସବୁ ଦୋଳି ସବୁ ଫିଟିଂ ଚାଲିଛି। ଏତେ କାରିଗର ଲାଗିଛନ୍ତି, ଆପଣ ବିଶ୍ୱାସ କରିପାରିବେନି। ଯୋଉ ଅନ୍ଧାର, ତାପରେ ବର୍ଷା ତା ପୂର୍ବରୁ ହେଇଯାଇଥିଲା, ଯେମିତି ସବୁ ସେ ବାଲିଯାତ୍ରା ପଡିଆର ଅବସ୍ଥା ହେଇଛି। ମତେ ମଧ୍ୟ ଅନ୍ଧାରରେ ଦେଖାଯାଉନଥିଲା, ମୁଁ ଚଢି ଚାଡି ଏପଟ ସେପଟ ହେଇକିରି ଯାଉଥିଲି। ଆଉ ବର୍ତ୍ତମାନ ସେ ପ୍ରପର ଲାଇଟ୍ ସବୁ ଦିଆଯାଇନି। ଦେଖନ୍ତୁ ବ୍ରେକ୍ ଡ୍ୟାନ୍ସ ବୋଲି ଗୋଟେ ଦୋଳି, ଆପଣ ମାନେ ପିଲାମାନଙ୍କୁ ନେଇକି ଆସନ୍ତୁ। ମୁଁ ଏଥର କେବଳ ଏଇଟା ଏକ୍ସପୋର୍ଟ କରିଛି ଆପଣଙ୍କ ପାଖକୁ, କେବଳ ଦୋଳି ଗୁଡିକ ଦେଖଉଛି। ସେଇଟା ଆପଣଙ୍କର ସବୁ ମଞ୍ଚ ସାଂସ୍କୃତିକ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି। ସେ ଗୋଟେ ବୈଷ୍ଣବ ପାଣି ମଞ୍ଚ ପ୍ରଥମେ ଦେଖିଲେ, ଅକ୍ଷୟ ମହାନ୍ତିଙ୍କ ମଞ୍ଚ ମଧ୍ୟ ତିଆରି ଚାଲିଛି। ଆଉ ଦୋଳି ଗୁଡିକ ବିଭିନ୍ନ ପ୍ରକାର, ପ୍ରାୟ ଆପଣଙ୍କ ବାଲିଯାତ୍ରା ପଡିଆର 30% ରୁ 40% ପୁରା ଦୋଳି। ଆଉ ଏଥର ତ ଉପର ପଡିଆରେ କିଛି ଜଣା ପଡୁନି କଣ ହବ କି ନହବ। ଏଣୁ ତଳ ପଡିଆରେ ଯାହା କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଆଉ ଇଏ ମଧ୍ୟ କେତେ ଦେଖନ୍ତୁ ଦୋଳି ଗୁଡିକ, କେବଳ ଆପଣ ଦେଖନ୍ତୁ ଦୋଳି। ଯାହା ହଉ, ଆପଣଙ୍କର ଶୋଭା ବଢଉଛି ଦୋଳି। ପିଲାମାନଙ୍କ ପାଇଁ ବହୁତ ଭଲ। ଆଉ ଆପଣ ମାନେ ମଧ୍ୟ ବସିବେ, ମଜା ନେବେ। ଆଉ ଅଳ୍ପ ଦିନ ବାକି ରହିଲା, ଆପଣ ମାନେ ନିଶ୍ଚୟ ଆସିବେ। ଅନିଲ ଦାସ କ୍ରିଏସନ ର ନିମନ୍ତ୍ରଣ। ଆପଣ ନ ଆସିଲେ କେମିତି ହବ କହିଲେ? ବର୍ଷକେ ଥରେ ସମସ୍ତେ ଅନେଇକି ରହିଥାନ୍ତି, ବାଲିଯାତ୍ରା ପଡିଆରେ ଆସି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବେ, ବିଭିନ୍ନ ପ୍ରକାର ଜିନିଷ ଦେଖିବେ, ଆଉ ମଜା ମଜଲିସ କରିବେ। ଏଥର ଜଳପରି ଦେଖିବେ, ବିଭିନ୍ନ ପ୍ରକାର ସବୁ ଆସୁଛି। ଭୂତ, କୋଠି, ସବୁ ବିଭିନ୍ନ ପ୍ରକାରର ରହିଛି। ତେଣୁ ଆପଣ ମାନେ ଆସନ୍ତୁ। ଆଉ ମୁଁ ଆପଣଙ୍କୁ ଯଥା ସମ୍ଭବ ଚେଷ୍ଟା କରୁଛି। ଏଇଟା ହଉଛି କଟକ ଇନ କଟକ। କଟକ ଇନ କଟକରେ କେମିତି ଚାଲିଛି ପ୍ରିପାରେସନ। ହଉ ସାଙ୍ଗମାନେ, এই ଛୋଟିଆ ବ୍ଲଗଟି ଯଦି ଆପଣଙ୍କୁ ଭଲ ଲାଗେ, ନିଶ୍ଚୟ ଲାଇକ୍ ସେୟାର କମେଣ୍ଟ କରିବେ, ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ରହୁଛି, ପୁଣି ପରବର୍ତ୍ତୀ ଅଧ୍ୟାୟରେ ଦେଖାହବ।